ଶୁଣନ୍ତୁ ଆଜି ପ୍ରଥମ ଥର ମାଇକ୍ ରେ କମେଡି ହବ। ମାଇକ୍ କଣ ହଉଛି ନା ମାଇକ୍ ଚାର୍ଜ ହଉଛି ଏଇଠି ଦେଖୁଥିବ ଇଲେକ୍ଟ୍ରିକ ସ୍କୁଟିରେ ଆଇଲେ ଇଲେକ୍ଟ୍ରିକ ଜିନିଷ ସବୁ ଚାର୍ଜ ହେଇପାରିବ। ଏଇଟା ଆଉ ଗୋଟେ ମାଇକ୍ ଏଥିରେ ଲାଗିଛି ଆଇସର ଆଉ ଗୋଟେ ମାଇକ୍ ଲାଗୁଛି ସେଥିରେ ଦିଟା ଡୁଆଲ ମାଇକ୍ ତ ସେ ଯୋଉ ଚାର୍ଜ ହଉଛି। ଆଜି ପ୍ରଥମ ଥର ମାଇକ୍ ରେ କମେଡି ଭିଡିଓ ଆଇସର ହଉଛି ଏମିତି ଚାଲିବ। ଶୁଣନ୍ତୁ ଆଇସୁ ଦେଖନ୍ତୁ କେମିତି ଦୌଡୁଛି ଛୁଆଳିଆ ହଉଛି। ଆଜି ନା ଆଇସୁ ଛୁଆଳିଆ କଣ ହଉଛୁ ଗୋଟେ କ୍ୟାମେରାର ସେଇଟା ଗୋଟେ ପୁରୀ ପାରୁନି ଖୋଳରେ ଗୋଟେ ପୁରୀ ପାରୁନି ପୁରୀ ପାରୁନୁ ହେଇଗଲାନି ଚାଲନ୍ତୁ ଯିବା ଦଶ ବନ୍ଧୁ ଯିବା ଘର। ଓଡ଼ିଶା ଛୁଆ ଭାରି ବଢିଆ କିଏ ହବ କୁହ। ହ୍ୟାଲୋ ହାय ନମସ୍କାର ଜୟ ଜଗନ୍ନାଥ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ଦମଦାର ଲଙ୍ଗ ଭିଡିଓରେ 100 ଡେ ଚ୍ୟାଲେଞ୍ଜ 90 ବ୍ଲଗ କୁ ମାନେ 90 ଦିନ ଆଜିକି କମ୍ପ୍ଲିଟ ହେଇଗଲା। ଆଉ ମାତ୍ର 10 ଦିନ ରହିଲା 100 ଦିନ ପୁରା କମ୍ପ୍ଲିଟ ହେଇଯିବ 100 ଡେ ଚ୍ୟାଲେଞ୍ଜ ପୁରା କମ୍ପ୍ଲିଟ। ଆଉ ଆଜିର ପାଣିପାଗ ଆପଣମାନଙ୍କୁ ଦେଖେଇ ଦଉଛି। ଆଜିର ପାଣିପାଗ ଦେଖିବା ତ ପୁରା ଅଲଗା ପ୍ରକାର କାହିଁକି ନା ମେଘୁଆ ମେଘ ବର୍ଷା ଦିନ ସିଜିନ ମାନେ ବର୍ଷା ହବ ଆଉ ଶ୍ରାବଣ ମାସ ତ ଚାଲିଛି ଆପଣ ଜାଣିଥିବେ। ସୂର୍ଯ୍ୟ ଆପଣ ଦିଶୁଛନ୍ତି ହଁ ଦିଶୁଛନ୍ତି ଟିକେ ଟିକେ ଭାବୁଛି। ଆଉ ଦେଖନ୍ତୁ ପୁରା ଅଲଗା ପ୍ରକାର ପାଗ ହେଇଛି। ଦର୍ଶକ ବନ୍ଧୁ ଆଜି 90 ଦିନ କମ୍ପ୍ଲିଟ ହବାକୁ ଯାଉଛି। ଜାଣନ୍ତୁ ଆଜି 90 ଦିନ କମ୍ପ୍ଲିଟ ହେଇଗଲା। ଆଉ କ୍ୟାମେରା ପଛର ସତ କଣ ମାନେ କଣ ସବୁ ଆଜିର ବ୍ଲଗରେ ଆଜିର ଭିଡିଓରେ ଆଜି ଆପଣମାନେ ଜାଣିବେ। ଆଜି ଗୋଟେ ବ୍ଲଗ କରିବା ପାଇଁ କେତେ କଷ୍ଟ ଲାଗେ କେତେ କଣ ଲାଗେ ଆଜି ଆପଣମାନେ ଏଇ ଭିଡିଓରେ ଜାଣିପାରିବେ। ଆଉ କଣ ନାହିଁ ଆଜିର ବ୍ଲଗ ଦେଖିବେ। ଆଉ ଚାଲନ୍ତୁ ଭିଡିଓଟାକୁ ଆଗକୁ ନେଇକି ନେବା ପୂର୍ବରୁ ଚ୍ୟାନେଲକୁ ଯୋଉମାନେ ନୂଆ ଆସୁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଉ ସବସ୍କ୍ରାଇବ ଯୋଉମାନେ କରିନାହାନ୍ତି ସବସ୍କ୍ରାଇବ ଜଲ୍ଦି କରିଦିଅନ୍ତୁ। ବେଲ୍ ଆଇକନ ଦବାଇ ଦିଅନ୍ତୁ ଆଉ ଜଲ୍ଦି 1K ସବସ୍କ୍ରାଇବ କରିଦିଅନ୍ତୁ। ଚାଲନ୍ତୁ ଆଗକୁ ନବା ଭିଡିଓଟାକୁ। ଦର୍ଶକ ବନ୍ଧୁ ଗୋଟେ ବ୍ଲଗ ବନେଇବା ପାଇଁ କେତେ କଷ୍ଟ ଆପଣମାନେ ଜାଣିଛନ୍ତି। ଗୋଟେ ବ୍ଲଗ ବନେଇବା ପାଇଁ କଣ୍ଟେଣ୍ଟ ଖୋଜନ୍ତୁ ଆଉ କଣ ଆଜି ବ୍ଲଗରେ କହିବା ସବୁଦିନ ଭାବିବାକୁ ପଡେ। ଆଜି ମାନେ ଏତେ ଭିତରେ ବ୍ଲଗ ଭିତରେ କଣ କରିବା ଆଜି ଲୋକଙ୍କୁ ଆପଣମାନଙ୍କୁ ଭଲ ଲାଗିବ ବ୍ଲଗ କରିବା ପାଇଁ 100 ଡେ ଚ୍ୟାଲେଞ୍ଜ କେମିତି କମ୍ପ୍ଲିଟ ହବ ଆପଣମାନେ ଭାବନ୍ତୁ କେତେ କଷ୍ଟ। ତାପରେ 90 ଦିନ ଆଜିକି ମୋର କମ୍ପ୍ଲିଟ ହବାକୁ ଯାଉଛି ଆଉ ମାତ୍ର ରହିଲା 10 ଦିନ। ଭାବନ୍ତୁ 90 ଦିନ କମ୍ପ୍ଲିଟ ହେଇଗଲା। ଆପଣ ଭାବୁଛନ୍ତି ସହଜରେ 90 ଦିନ କମ୍ପ୍ଲିଟ ହବ ସେଥିରେ କେତେ କଣ ଆସିବ। ତାପରେ ବାଧ୍ୟ ହେଇକି କରିବା ନେଇଛ ମାନେ 100 ଡେ ଚ୍ୟାଲେଞ୍ଜ ବାଧ୍ୟ ହେଇକି ମତେ କରିବାକୁ ପଡେ ବ୍ଲଗ। ଆଉ ଏମିତି ମତେ ହେଇଯାଇଛି ଯେ ମତେ ଯୋଉ ଦିନ ବ୍ଲଗ ନ କରିବି ମୋ ମୁଣ୍ଡ ପୁରା ଖରାପ ହେଇଯିବ। ଆଜି ଆଉ ବ୍ଲଗ କରିଛି ପୁରା ଭଲ ଲାଗୁଛି। ଆଉ ଆଜିର ବ୍ଲଗରେ ଆପଣମାନେ ଦେଖିବେ କଣ କଣ ହଉଛି। ଆଉ ଆଜି ତ ବ୍ଲଗ ମୋଟିଭେସନ ହବ ଆଉ ଏଣ୍ଟରଟେନମେଣ୍ଟ ବି ହବ। ଆଉ କଣ ଦେଖିବା ଚାଲନ୍ତୁ ବ୍ଲଗଟା ଆଗକୁ ନୁହଁ ଆଗକୁ କଣ ହବ। ଆଉ ବ୍ଲଗ ପଛର କାହାଣୀ ଆଜି ବି ଶୁଣିବେ। ବ୍ଲଗ ପଛର ଗୋଟେ ଥାଏ କାହିଁକି ନା ବ୍ଲଗ ପଛରେ ଗୋଟେ କାହାଣୀ ଥାଏ। ଏଡିଟିଂ କେମିତି ହୁଏ ତା ବିଷୟରେ କଣ କେମିତି ଏଡିଟିଂ କଲେ ଆପଣମାନେ ଦେଖିବେ। ଥମ୍ବନେଲ ଏଡିଟିଂ ହୁଏ ଟାଇଟେଲ ହୁଏ ଡିସ୍କ୍ରିପସନ ଲେଖା ହବ ସବୁ ଅଛି। ଏସିଓ କରିକି ତାପରେ ଭିଡିଓ ଅପଲୋଡ କରିବାକୁ ପଡେ। ଭାବନ୍ତୁ ତା ଦେହରେ କେତେ ଅଛି। ଗୋଟେ ବ୍ଲଗ ବନେଇବା ପାଇଁ ହେଲେ ଏତେ କାମ ସବୁ କରିବାକୁ ପଡେ। ଆଉ ଚାଲନ୍ତୁ ଆଉ ବେଶୀ ଡେରି କରିବେନି ଚାଲନ୍ତୁ ଆଗକୁ ନୂଆ କଣ ହଉଛି ଆପଣ ଦେଖିବେ। ବ୍ଲଗଟା ପୁରା ଏଣ୍ଟରଟେନମେଣ୍ଟ ହବ ମଝିରେ ମୋଟିଭେସନ ଗୋଟେ ଶୁଣିବେ। ଶୁଣନ୍ତୁ ଆଜି ପ୍ରଥମ ଥର ମାଇକ୍ ରେ କମେଡି ହବ। ମାଇକ୍ କଣ ହଉଛି ନା ମାଇକ୍ ଚାର୍ଜ ହଉଛି ଏଇଠି ଦେଖୁଥିବ ଇଲେକ୍ଟ୍ରିକ ସ୍କୁଟିରେ ଆଇଲେ ଇଲେକ୍ଟ୍ରିକ ଜିନିଷ ସବୁ ଚାର୍ଜ ହେଇପାରିବ। ଏଇଟା ଆଉ ଗୋଟେ ମାଇକ୍ ଏଥିରେ ଲାଗିଛି ଆଇସର ଆଉ ଗୋଟେ ମାଇକ୍ ଲାଗୁଛି ସେଥିରେ ଦିଟା ଡୁଆଲ ମାଇକ୍ ତ ସେ ଯୋଉ ଚାର୍ଜ ହଉଛି। ଆଜି ପ୍ରଥମ ଥର ମାଇକ୍ ରେ କମେଡି ଭିଡିଓ ଆଇସର ହଉଛି ଏମିତି ଚାଲିବ କମେଡି ଭିଡିଓ। ଦର୍ଶକ ବନ୍ଧୁ ଆଇସୁ ଦେଖନ୍ତୁ କେମିତି ଦୌଡୁଛି ଛୁଆଳିଆ ହଉଛି। ଆଜି ନା ଆଇସୁ ଛୁଆଳିଆ କଣ ହଉଛୁ ଗୋଟେ କ୍ୟାମେରାର ସେଇଟା ଗୋଟେ ପୁରୀ ପାରୁନି ଖୋଳରେ ଗୋଟେ ପୁରୀ ପାରୁନି ହେଇଗଲାନି ଚାଲନ୍ତୁ ଯିବା ଦର୍ଶକ ବନ୍ଧୁ ଯିବା ଘରକୁ। କମେଡି ଭିଡିଓ ସରିଲା ଦେଖନ୍ତୁ କେମିତି ଅଧା ଘଣ୍ଟାରେ ଛାଡ଼ି ଦେଇକି ପଳଉଛୁ ର ଚାଲନ୍ତୁ ଯିବା। ଦେଖନ୍ତୁ ପାଣି ପୁରା ହେଇଯାଇଛି ଗଙ୍ଗୁଆରେ। ଦର୍ଶକ ବନ୍ଧୁ ଦେଖନ୍ତୁ କେଡେ ଜୋରେ ମେଘ ହେଲାଣି। ଆପଣ ଦେଖନ୍ତୁ କେଡେ ଜୋରେ ପୁରା ମେଘ ପୁରା କଳା ହାଣ୍ଡିଆ କରି ପୁରା ଆଇଲାଣି। ଦେଖନ୍ତୁ ପୁରା ଅଜୁଆଡେ ଦେଖିବେ ପୁରା ସିଆଡେ କଳାହାଣ୍ଡି ପୁରା ମେଘ ପୁରା ଦେଖନ୍ତୁ ପୁରା କଳାହାଣ୍ଡିଆ ମେଘ କରି ପୁରା ରହିଛି। ଦଶ ବନ୍ଧୁ ଏପଟେ ଦେଖନ୍ତୁ ମେଘ କିଛି ନାହିଁ। ଏଇପଟଟା ଦେଖନ୍ତୁ ପୁରା କଳାହାଣ୍ଡିଆ ଆଉ କଳାହାଣ୍ଡିଆ ପୁରା ମେଘ ରଖିଛି। ଆଉ ଆଜି ତ କମ ଭିଡିଓ ହେଲା। ଆଉ କାଲି ସକାଳେ ମର୍ଣ୍ଣିଂରେ ଆପଣମାନଙ୍କ ସହିତ ଦେଖା ହଉଛି କାହିଁକି ନା ଆଜି ଭିଡିଓ କରି ହେଲାଣି। କାଲି ସକାଳେ ମର୍ଣ୍ଣିଂରେ ଆପଣମାନଙ୍କ ସହିତ ଦେଖାହେବି। ଦେଖନ୍ତୁ କେଡେ କଳାହାଣ୍ଡିଆ ମେଘ କରିକି ଆଇଲାଣି। ଆପଣମାନଙ୍କ ସହିତ କାଲି ସକାଳ ମର୍ଣ୍ଣିଂରେ ଦେଖାହେବି। ଗୁଡ ମର୍ଣ୍ଣିଂ ସାଙ୍ଗମାନେ ଜୟ ଜଗନ୍ନାଥ। ସକାଳ ହେଇଗଲା ଆଉ ସକାଳର ପାଗ ଆପଣମାନେ ଦେଖିବା ପୁରା ଅଲଗା ପ୍ରକାର ପାଗ। ଦର୍ଶକ ବନ୍ଧୁ ଦେଖିବା ପୁରା ଆଜିର ପାଗ ଦେଖିବା ପୁରା ଖରା ଅଛି ପୁରା ଅଲଗା ପ୍ରକାର ଖରା ଦଉଛି। କିନ୍ତୁ 4ଟା ବେଳେ ମେଘ ହବ ସୂର୍ଯ୍ୟ ମହାପ୍ରଭୁ ପୁରା ମୁଣ୍ଡ ଉପରେ। ଟାଇମ ଆସିଗଲାଣି 10ଟାରେ ଆପଣମାନଙ୍କ ସହିତ ଫେର ବ୍ଲଗ ଆରମ୍ଭ କଲି। ଆଉ କାଲି କାହିଁକି ବ୍ଲଗ କରିପାରିଲେନି ନା କାଲି ଟିକେ କାମ ଥିଲା ବୋଲି ଆଉ ବ୍ଲଗ କରିପାରିଲେନି। ଆଉ କାଲି ମେଘ ହେଲା ବି ଆଉ ରାତିରେ କଣ ବ୍ଲଗ ହବ ବୋଲି ଫେର ସକାଳୁ ଷ୍ଟାର୍ଟ କଲି। ଗୋଟେ ଦିନ ଗ୍ୟାପ ହେଇଗଲା ସେଇ ଯୋଗୁ ଆଉ ଆପଣମାନଙ୍କୁ
କ୍ଷମା ମାଗୁଛି, ଗୋଟେ ଦିନ ଗ୍ୟାପ୍ ହେଇଗଲା, ଆଉ ନହେଲେ ଆଉ ଗ୍ୟାପ୍ ହବନି ଆଉ କେବେ। ଆଉ ଚାଲନ୍ତୁ ଆଜିର ବ୍ଲଗଟା ଷ୍ଟାର୍ଟ କରିବା। ଆଜିର ବ୍ଲଗ ଫେର ଆଉ ଥରେ କଣ୍ଟିନ୍ୟୁ କରିବା। ଆଜିର ବ୍ଲଗ କ'ଣ କେମିତି ଯାଉଛି ଆପଣ ଦେଖିବେ। ଆଉ ଆଜି ତ 90 ଦିନ, ଏଇଟା 90 ଦିନ ବ୍ଲଗ ହେଲା, ମାତ୍ର ରହିଲା 10 ଦିନ। ଆଉ ଦେଖିବା, ଚାଲନ୍ତୁ ଷ୍ଟାର୍ଟ କରିବା। ଦର୍ଶକ ବନ୍ଧୁ ଏଇନେ ଯାଇଥିଲି ଧଉଳି ଆଡ଼େ ବୁଲାବୁଲି କରିକି ଆଇଲି। ଟାଇମ୍ ଆସିଗଲାଣି କେତେ ନା 4:30। ଆଉ ଦର୍ଶକ ବନ୍ଧୁ ଯିବା ଘର ନୁହଁ, ମାହାଦୁଆ ଟିକେ ବୁଲାବୁଲି କରିକି ଆସେ। କେତେ ଦିନ ହେଲାଣି ମାହାଦୁଆ ଆଡ଼େ ଯାଇନି। ପଛରେ ଟ୍ରକ୍ଟା ହେଉଛି, ସାଉଣ୍ଡ ଶୁଣିବ। ଦର୍ଶକ ବନ୍ଧୁ ଆଜି ବି ଟାଇମ୍ ହେଲାନି କିଛି ବ୍ଲଗ କରିବା ପାଇଁ, କାହିଁକି ନା ବ୍ଲଗ ଟାଇମ୍ ହଉନି ବ୍ଲଗ କରିବା ପାଇଁ। ଯାଇଥିଲେ ମାହାଦୁଆ ଟିକେ ବୁଲାବୁଲି ସବୁ ଟିକେ କଲି। ଆଜି ଟାଇମ୍ ହେଲାନି ଫେର ବ୍ଲଗ କରିବା ପାଇଁ। ଆଉ ଦେଖନ୍ତୁ ସନସେଟ୍ ହବାକୁ ଗଲାଣି, ସୂର୍ଯ୍ୟ ଦେବତା ଘରୁ ଗଲେଣି ପ୍ରସ୍ତୁତି। ଆଜି କିନ୍ତୁ ମେଘ ଉଠେଇନି, ମେଘ ଉଠେଇଥିଲା ଯାହା କାଲି, ଆଜି ଉଠେଇନି ଜମା। ତଳେ କିଏ ନା ଟୁଙ୍ଗୁରୁ ଖେଳ କରିବ ଖେଳ, ଶୋଇଛୁ ଟୁଙ୍ଗୁରୁ? ଟୁଙ୍ଗୁରୁ ବେଳ ଏତେ ଦିନ ଆଣେ ବ୍ଲଗରେ ଆସିନଥିଲା, କାହିଁ ଆସିନଥିଲୁ କହିଦେ ଟିକେ। ଇଏ ସଦାବେଳେ ଶୋଇଲା, ଆକୁ କ'ଣ ପଚାରିବ, ଏ ଶୋଉଛି ଖାଲି ବ୍ଲଗ କଲା ମାନେ। ଦର୍ଶକ ବନ୍ଧୁ ଆଉ ଆଜିର ତ ଟାଇମ୍ ହେଇଯାଇଛି। ଆଜିର ଭିଡ଼ିଓଟା କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଆଜି ତ କମିଟିର ଭିଡ଼ିଓ ହେଲା। ଆଉ ରହିଲି, ନମସ୍କାର, ଜୟ ହିନ୍ଦ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।